ଟିକେ ରୁହ ଭାଉଜ କୋଉଠି ଯିବ ଡାକ୍ତରଖାନାକୁ ଭଲ ଭଲ ଡାକ୍ତରଖାନାକୁ ଯାଅ ଯଦି ଯାଉଛ ଭାଉଜ এই রিপোর্টটা টিকে সে ডাক্তারকে দেখাই দেব রিপোর্ট কি রিপোর্ট কাহা রিপোর্ট মু কাহিকি দেখাইবি যাହାର ରୋଗ ହେଇଛି ସେ ଯାଇ ଦେଖେଇବ দেখাইছি যার রোগ হয়েছে সে দেখাইছি মু বি দেখাইছি এই ডাক্তারଙ୍କ কথা বিশ্বাস হଉନି ভাউজ এটা গোটে বিশ্বাস ହେଲା ଭଳିଆ କଥା କହିଲେ ସିନା বিশ্বাস ହବ ডাক্তার ଗୁଡ଼ା କହୁଛନ୍ତି ରୋଗୀର লিଭରଟା ନଷ୍ଟ ହେଇଯାଇଛି ରୋଗୀ ଆଉ 2 ମାସ ବଞ୍ଚିବ এই রকিলা তু তোর ভাউজ ତମେ ଯେଉଁ ଡାକ୍ତର ପାଖକୁ ଯାଉଛ ତାକୁ ଟିକେ ରିପୋର୍ଟଟା ଦେଖେଇବ କାଳେ ସେ ରିପୋର୍ଟ ଦେଖି କହିବ ରୋଗୀଟା ଆଉ କିଛି ଦିନ ବଞ୍ଚିଛ ବେଶୀ ନାହିଁ ଭାଉଜ ଏଇ 7-8 ମାସ ବଞ୍ଚିଗଲେ ତାର ପୁଅ କି ଝିଅ ହବ ସେତିକି ଦେଖି ସାରିଲା ପରେ ମୋର ଆଉ କିଛି କହିବାର ନାହିଁ ନିଅ ଭାଉଜ রঙ্গিলা এই রিপোর্টটা কাହାର রঙ্গিলা মু তোমাকে পচারছে এই রিপোর্টটা কাହାର ରୋଗୀର তু কাই মোর রিপোর্ট দেখবে এ রকিলা মোর রিপোর্ট ରିପୋର୍ଟ ଭାଉଜ তোমরা কে কইতা আমার রিপোর্ট বাকু এটা কে উঠবে এই রিপোর্ট মিছ মিছ এই রিপোর্ট রঙ্গিলা তুমি বি মতে ব্ল্যাকমেল করছো তুমি বি মতে ব্ল্যাকমেল করছো ব্ল্যাকমেল করছো মতে ব্ল্যাকমেল করছো ব্ল্যাকমেল করছো ব্ল্যাকমেল করছো মতে ଭାଉଜ କାଗଜ ଖଣ୍ଡକ ସିନା ଚିରିଦେଲ ହେଲେ କ'ଣ ଲିଭେଇ ଦେଇପାରିବ କପାଳରେ ଲେଖା ହେଇଥିବା ଅକ୍ଷରକୁ ସିଧା କରିଦେଇପାରିବ ପାପୁଲିରେ ଅଙ୍କା ବଙ୍କା ରେଖାକୁ ତା ମାନେ 2 ମାସ 2 ମାସ ବଞ୍ଚିବ ଭାଉଜ ରାତିର ଅନ୍ଧାରରେ ପରବିଲରେ ଲୁଚି ଲୁଚି ଧାନ ଖାଉଥିବା ଷଣ୍ଢଟା ଲୋକମାନେ ଜାଣିପାରନ୍ତିନି ଷଣ୍ଢଟା କାହା ବିଲରେ ଧାନ ଖାଉଛି ଲୋକମାନେ ହିଡ଼ ଉପରେ ଠିଆ ହେଇ ବଡ଼ ପାଟିରେ ଚିତ୍କାର କରନ୍ତି ଲୋକମାନଙ୍କର ଚିତ୍କାର ଶୁଣି ମୂର୍ଖ ଷଣ୍ଢଟା ବି ବହୁତ ଜୋରରେ ବୋବାଏ ବାଳି ଛାଡ଼େ ଷଣ୍ଢଟା ଭାବେ ତାର ଏଇ ହମାରୁଡ଼ି ଶୁଣି ଲୋକମାନେ ତାକୁ ଡରିଯିବେ ହେଲେ ମୂର୍ଖ ଷଣ୍ଢଟା ବୁଝିପାରେନି ତାର ସେଇ ହମାରୁଡ଼ି ତାକୁ ଧରା ପକେଇ ଦେ ଠିକ ସେମିତି ମୋର ଏ ସାଙ୍ଗଟା ଏଇ କିଛି ଦିନ ପୂର୍ବରୁ ଭିଲିଆନ ଭଳିଆ ଡାଇଲଗ କହୁଥିଲା ବଡ଼ ବଡ଼ ପାଟିରେ କଥା କହୁଥିଲା ହେଲେ ଧରା ପଡ଼ିଗଲା ଏ ହିରୋ ସାଙ୍ଗଟା ଏ କମେଡିଆନ ସାଙ୍ଗ ପାଖରେ ଧରା ପଡ଼ିଗଲା ସତେ କ ଲିଭରଟା ନଷ୍ଟ ହୋଇଯାଇଛି 2 ମାସ ଏ ମିଛ ମିଛ ହେଇଯାଆନ୍ତା କି ତମ ତୁଣ୍ଡ ସତୁଣ୍ଡ ହେଇଯାଆନ୍ତା କି ମୋ ସାଙ୍ଗଟା ମତେ ଛାଡ଼ି ଯାଆନ୍ତା ମୋ ସାଙ୍ଗଟା ରଙ୍ଗିଲା ସେ ମୋ ବାପାକୁ ଏଣେ ତଳେ କରି କେତେ କଥା କହିଲେ ମୁଁ ରାଗି ଯାଇ ତାଙ୍କୁ କେତେ କଥା କହିଦେଲେ ବିଶ୍ୱାସ କର ସେସବୁ ମୋ ମନର କଥା ନଥିଲା ମତେ ଛୋଟକର ଝିଅ ବେଶ୍ୟା ବୋଲି କହିଲେ ମୁଁ ରାଗି ଯାଇ ଏଠୁ ଚାଲିଯିବାକୁ ବସିଥିଲେ ବିଶ୍ୱାସ କର ସେସବୁ ବି ମୋ ମନର କଥା ନଥିଲା ରଙ୍ଗିଲା ମୁଁ ସତ କହୁଛି ମୁଁ ତାଙ୍କୁ ମୋ ଜୀବନଠୁ ଅଧିକ ଭଲ ପାଏ ବହୁତ ଭଲ ପାଏ ତାକୁ ମୁଁ ଏଇଠି ରହିବି ତମେ ଏଇଆ ଚାହୁଁଛ ନା ସେଇଥିପାଇଁ ଏ ମିଛ ରିପୋର୍ଟ ଦେଖେଇ ତମେ ମତେ ବ୍ଲାକମେଲ କରୁଛ ঠিক ঠিক আছে মামা এই রিপোর্টটা মিছ এটা কয় মিছ রিপোর্ট কো চিনি আরে এটা সম্পূর্ণ মিছ কইছ চুপ সারা কেতে মিছ কইবে কেতে মিছ কইবো সব কলেক্ট আমার ডায়লগ পাটিরে পছনতলা 3 থর ফম্বল করে গোটে ডায়লগ কହୁଥିଲୁ এটি সব 25 লক্ষ টঙ্কিয়া হিরো ভলিয়া ডায়লগ মারছ
ଭାଉଜ ସେଇଟା ବଡ଼ କଥା ନୁହେଁ। ମଣିଷ ତା ଜୀବନରେ କେତେ ଥର ନିଶ୍ୱାସ ନେଉଛି ସେଇଟା ଗୁରୁତ୍ୱପୂର୍ଣ୍ଣ। ସେ ନିଶ୍ୱାସ ନେବା ଭିତରେ କେତେ ଥର ବଞ୍ଚିଛି। ମୋର ଏ ସାଙ୍ଗଟା ନା ନିଶ୍ୱାସ ନେଇ ନେଇକି ମରୁଛି। ରଙ୍ଗିଲା କଣ କହୁଛନ୍ତି ତମେ ଶୁଣିପାରୁଛ ନା? ଶୁଣିପାରୁଛ ନା ତମେ? ଆରେ ତମକୁ ମୋ କଥା ଶୁଣା ଯାଉଛି ନା ନାଇଁ? ଏଇ ସତ୍ୟ, ଆରେ ମତେ ଥରେ ଚାହୁ ତମେ, ଚାହୁ ମତେ ତମେ ଥରେ କୁହ, ତମେ ଏସବୁ କଣ ସତରେ ଅଭିନୟ କରୁଛ? ଆରେ କହୁନ ସତ୍ୟ, ତମେ କଣ ଏସବୁ ସତରେ ଅଭିନୟ କରୁଛ? ଜୀବନ ଅଛି ତ ଦୁଃଖ ଅଛି ମାମା। ମୋ ଜୀବନରେ ବି ଯନ୍ତ୍ରଣା ଅଛି। ଯନ୍ତ୍ରଣା ଅଛି ତ ମୃତ୍ୟୁ ପ୍ରତି ଇସ୍କି ବି ଅଛି। ମୁଁ ବି ମୃତ୍ୟୁକୁ ପ୍ରେମ କରୁଛି। ଯେହେତୁ ଏ ମୃତ୍ୟୁଟା ପୁରା ଉପର ବାଲାର ନିର୍ଦ୍ଦେଶରେ, ସେଇଥିପାଇଁ ମତେ ଯିଏ ବି ପଚାରୁଛି ଏ ସତ୍ୟ ସାମନ୍ତରାୟ, ଆରେ ତୁ କେମିତି ଅଛୁ ରେ? ମୁଁ ସେମାନଙ୍କୁ କହିଦଉଛି ମୁଁ ବହୁତ ଭଲରେ ଅଛି। ପାଇନ୍, ଆଇ ଆମ୍ ପାଇନ୍। ଜୀବନର ଏମିତି ମୋଡରେ ମୁଁ ଠିଆ ହେଇଛି, ମୁଁ ଜାଣିପାରୁନି ମୁଁ ଜୀବନର ମଜା ନଉଛି ନା ଜୀବନ ମୋ ମଜାକୁ ଉଡଉଛି। ତମେ ଏତେ ବଡ ସ୍ୱାର୍ଥପର, ଏତେ ବଡ ବେଇମାନ, ତମେ କେତେ କଥା କହିଛ, ରାତି ରାତି ବସି କେତେ କଥା ଗପିଛ, ହେଲେ ଏ କଥାଟା ତମେ ଥରୁଟିଏ ବି କହିପାରିଲନି। ପ୍ରେମିକା ପାଖରେ ରାଜାଘର କାହାଣୀ କୁହାଯାଏ ମାମା, ମଶାଣୀର ଆତ୍ମ କାହାଣୀ ନୁହଁ। ପ୍ରେମିକା ପାଖରେ ରୋମାଣ୍ଟିକ କବିତା ଲେଖାଯାଏ, ମୃତ୍ୟୁ ପାଖକୁ ଦରଖାସ୍ତ ନୁହଁ। ତା ବୋଲି ତମେ ଏତେ ବଡ କଥା ଲୁଚେଇଥିଲ ତମକୁ? ଆସ୍ତେ ଆସ୍ତେ ମାମା, ଯଦି ମୋ ମମି ଡାଡି ଏ କଥା ଶୁଣିବେ ତାହେଲେ ବଞ୍ଚି ଥାଉ ଥାଉ ସେମାନେ ମରିଯିବେ ମାମା। ତାହେଲେ ତମେ ଏତେ ବଡ କଥା ଲୁଚେଇଥିଲ କାହିଁକି? ଆରେ ମୁଁ ତ ମରିବି, ହେଲେ ମରିବା ପୂର୍ବରୁ ମୋ ମମି ଡାଡିକି ଟିକେ ଖୁସିରେ ଦେଖିବାକୁ ଚାହେଁ। ଆଉ ଯୋଉଥିପାଇଁ ଆମକୁ ସେ ଘରକୁ ତା ପ୍ରେମିକା ସଜେ ନେଇ ଆସିଥିଲା ଭାଉଜ। କାହିଁକି ନା ମୋ ମମି ଡାଡି ଜାଣନ୍ତୁ ତାଙ୍କ ପୁଅ ପ୍ରେମ କରୁଛି, ସତ୍ୟର ପ୍ରେମିକା ଅଛି, ଯାହାକୁ ସେ ବାହା ହବ, ସୁଖରେ ସଂସାର କରିବ। ତାହେଲେ ମତେ ମୋ ବାପାଙ୍କୁ ଏସବୁ କହିବାର ମାନେ କଣ? ସେ କଥା ବି କହିଛି ଭାଉଜ, ସେ କଥା ବି ମତେ ସେ କହିଛି। କହିଲା ମାମାଟା କେତେ ଭଲ ଝିଅ ବେ, ଦିନ କେଇଟା ଭିତରେ ମତେ ଡ୍ରଗ୍ସ ଛଡେଇଥିଲା। ଭାଉଜ ବିଶ୍ୱାସ କରିବନି, ଏ ଶଳାଟା ମୋ ପାଖରୁ ସନ୍ଧ୍ୟାରୁ ରାତି 12ଟା ଯାଇ ବସେ। ଏଇ କିଛି ଦିନ ହବ ଘଣ୍ଟାଏ ବି ବସୁନି। କହିଲେ କହିବ ରଙ୍ଗିଲା, ମାମା ଆଜି ସନ୍ଧ୍ୟାରେ ଗୋଲାପୀ ଶାଢ଼ୀଟା ପିନ୍ଧିଥିଲା, ମୋର ଦେଖା ହଉଥିଲା ବେ। ମୁଁ ଚାହେଁ କାଳେ ସେ ଶାଢ଼ୀଟା ବଦଳାଇ ଦବ। କେତେ ଭଲ ପାଏ ତମକୁ ସିଏ। ଭାଉଜ କହିଲେ କହିବ ମିଛରେ କହୁଛି, ତମେ ଜାଣିନ ଭାଉଜ, ଏ ତା ଜୀବନରେ ମୋ ଜାଣିବାରେ ସେ କେବେ ବି ଓଡ଼ିଆ ଗୀତ ଶୁଣେନି, ସବୁବେଳେ ହିନ୍ଦୀ ଗୀତ ଶୁଣେ। କିନ୍ତୁ ଏବେ ଗୋଟାଏ ଓଡ଼ିଆ ଗୀତକୁ ବାର ବାର ଶୁଣୁଛି। ସେ ଗୀତ କଣ ଜାଣିଛ ନା? ঢেউর সাথে খেলি রহিলি কোলে, সাগর রহি গলা অনেক দূরে, সেই সপনে রহে জনে মু জালাগি মরুচি, নীতি যে ঝুরুচি অভিমানে, অভিমানে নিশিবি জনে। ରୋମିଓ, ଏଇ କଣ ତମ ପ୍ରେମ? କେମିତିକା ପ୍ରେମିକ ତମେ?
ପ୍ରେମିକ ତାକୁ କୁହାଯାଏନି ଯିଏ ଦୁଃଖରେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଏ। ପ୍ରେମିକ ତ ତାକୁ କୁହାଯାଏ ଯିଏ ରୋମାନ୍ସ କଲାବେଳେ ପ୍ରେମିକାର ଅଣ୍ଟାକୁ ଯେମିତି ଭିଡ଼ିକି ଧରିଥାଏ, ବସାଣିକି ଗଲାବେଳେ ତା ହାତକୁ ସେମିତି ଧରିଥାଏ। ସେହି ପ୍ରକୃତ ପ୍ରେମିକ। ହେଲେ ତମେ ତ ପ୍ରତାରକ। ମୁଁ ଚାହୁଁନି ତମେ ମୋ ପାଖରେ ରୁହ, ମୋ ପାଇଁ କଷ୍ଟ ପାଅ, ଦୁଃଖ ପାଅ, ଆଉ ମରିଗଲା ପରେ ମୋ ପାଇଁ ଆଖିରୁ ଲୁହ ଗଡ଼ାଅ। ଜୀବନରେ ତ କାହାକୁ ଟିକେ ସୁଖ ଦେଇପାରିଲିନି, ଲୁହ ଦେବି କାହିଁକି? ତମେ ଜାଣିନ ସତ୍ୟ, ବନ୍ଧୁ ତାକୁ କୁହାଯାଏନି ଯିଏ ଗୋଲାପର ବାସ୍ନାକୁ ସାଙ୍ଗ ହେଇ ଅନୁଭବ କରେ। ବନ୍ଧୁ ତ ତାକୁ କୁହାଯାଏ ଯିଏ କଣ୍ଟାର ଆଘାତରେ ବି ଭାଗ ବସାଏ। ତମେ ମତେ କ୍ଷମା କର ମାମା, ମୁଁ ତମକୁ ବହୁତ ଆଘାତ ଦେଇଛି, ବାପ ପରି ଶ୍ୱଶୁର ଉପରକୁ ହାତ ଉଠେଇଛି। ତମେ ତ ଅଭିଶାପ ଦିଅ, ମୁଁ ଯେମିତି ଖୁବ୍ ଶୀଘ୍ର ମରିଯାଏ। ଏ ରଙ୍ଗିଲା, ତୁ ଆଉ ଗୋଟେ କଥା ଜାଣିଛୁ? ମୁଁ ଏମିତି ଗୋଟେ ମଣିଷ ଯେ ମୋର କେହି ବି ନିଜର ନାହାନ୍ତି ରେ। ସତ୍ୟ, ଏ ମାମା ମୋ ନିଜର ନୁହଁ, ମୋ ଦେହଟା ମୋ ନିଜର ନୁହଁ, ମୋ ଭାଗ୍ୟ ବି ମୋ ନିଜର ନୁହଁ। ଏମିତିକି ମୋ ମମି ଡାଡି ମୋ ନିଜର ନୁହନ୍ତି ରେ। ସତ୍ୟ, ଆରେ କଣ ଜାଣିଛ କଥା? ସତ କଥା କହୁଛି ରେ ସାଙ୍ଗ, ମୁଁ ଡକ୍ଟର ଶଶିଭୂଷଣ ସାମନ୍ତରାୟଙ୍କ ପୁଅ ନୁହଁ। କିଏ କହିଲା? ମୋ ବାପା ହଉଛନ୍ତି ଜଣେ ମିଛୁଆ। ତମେ ତାଙ୍କୁ ରାଗି କଣ ସବୁ କହିଦେଲେ ତ, ସେଥିପାଇଁ ସେ ତମକୁ କଣ ନ କହି କଣ ରାଗି କହିଦେଲେ। ଏ ସତ୍ୟ, ମୋ ବାପାଙ୍କ କଥାକୁ ତମେ ସତ ଭାବୁଛ କି? ଆଚ୍ଛା, ସତଟା ସବୁବେଳେ ସତ। ତମ ବାପା ଯେଭଳି ଚିତ୍କାର କରି କହିଗଲେ, କିଏ ଜାଣେ ଶଶୀ ମଶା କାନରେ ଏ କଥାଟା ପଡ଼ିଯାଏ। ଏ ରଖିଲା, ତୁ ସେମିତି କହନି ରେ। ମୋ ଡାଡି ଏ କଥା ଜାଣିଲେ ତାଙ୍କ ପୁଅ କେହି ଘରକୁ ନେଇ ଆସିବେ। ଜାଣିଛୁ, ମୁଁ ଯୋଉ ଇଞ୍ଜେକ୍ସନଟା ନେଉଛି ତା ଦାମ ହଉଛି 10,000 ଟଙ୍କା। ଏ ଘର ଛାଡ଼ି ଚାଲିଗଲେ ମୁଁ ଏତେ ଟଙ୍କା ଆଣିବି କୋଉଠୁ ରେ ସାଙ୍ଗ? ସତ କହୁଛି ରେ, ଇଞ୍ଜେକ୍ସନ ନ ନେଲେ 6 ମାସ ନୁହଁରେ, 2 ଦିନ ଭିତରେ ମୁଁ ମରିଯିବି ରେ। ତମକୁ ହାତ ଯୋଡୁଛି, ମୋ ମମିଟା ଟିକେ କଥା କିଛି ବି କହିବନି। ନାଇଁ, ଆମେ କିଛି କହିନି, ଆମେ କିଛି କହିନି, ତୁ ବ୍ୟସ୍ତ ହନି। ତମେ ସତ କହୁଛ? ମୁଁ ଏଇଠି ରହିବି, ମଲା ବେଳେ ମୋ ମାମା କୋଳରେ ମୋ ମୁଠାଟା ରହିଥିବ। ସେ କଥା କାହିଁ କହୁଛୁ?